ଖ୍ରୀଷ୍ଟଙ୍କ ଜଗରେ ସ୍ନେହର ଭାଇ ଭଉଣୀମାନେ ସମସ୍ତଙ୍କୁ ଜୟ ଯୀଶୁ ଏବଂ ନବଜୀବନ ବାଣୀକୁ ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ। ଆଜି ଆମର ଜୁଲାଇ ମାସ 30 ତାରିଖ ପଞ୍ଚମ ଗୁରୁବାର। ଆଜି ପବିତ୍ର ମାତା ମଣ୍ଡଳୀ ଆମମାନଙ୍କୁ ପଢ଼ିବା ପାଇଁ, ମନନ କରିବା ପାଇଁ, ଚିନ୍ତା କରିବା ପାଇଁ ମାଥ୍ୟୁ ସୁସମାଚାର 13 ଅଧ୍ୟାୟ 47ରୁ 53 ଆମମାନଙ୍କୁ ଦେଉଛନ୍ତି। ତେଣୁ ଆସନ୍ତୁ ଆମେ ପ୍ରଥମରେ ଏହି ଧର୍ମଶାସ୍ତ୍ରର ବାକ୍ୟଟି ପାଠ କରିବା। ପଠିତ ବାକ୍ୟ ଉପରେ ଆମେ ଅଳ୍ପ ପ୍ରାର୍ଥନା କରି ଆଜିର ବାକ୍ୟ ପରିବେଷଣ କାର୍ଯ୍ୟ ଆମେ ଆରମ୍ଭ କରିବା। ଯଦି ବାଇବେଲ ପାଖରେ ଅଛି ଆପଣମାନେ ନିଜେ ବାହାର କରନ୍ତୁ। ସାଧୁ ମାଥ୍ୟୁ ପୁଣି ସୁସମାଚାର ପାଠ ଅଧ୍ୟାୟ 13 ପଦ ସଂଖ୍ୟା 47ରୁ 53 ଅଧ୍ୟାୟ। ପାଠଟି ଏହି ପ୍ରକାର ଲେଖାଯାଇଛି। ପୁନର୍ବାର ସ୍ୱର୍ଗରାଜ୍ୟ ସମୁଦ୍ରକୁ ଫିଙ୍ଗା ଯାଇଥିବା ଗୋଟିଏ ଜାଲ ସଦୃଶ୍ୟ। ଯେତେବେଳେ ତାହା ମାଛରେ ଭରିଗଲା, ଲୋକେ ତାକୁ କୂଳକୁ ଟାଣି ଆଣିଲେ ଓ ସେଠାରେ ବସି ଭଲ ମାଛ ଗୁଡ଼ିକୁ ବାଛି ଟୋକେଇରେ ରଖିଲେ ଏବଂ ଖରାପ ମାଛ ଗୁଡ଼ିକୁ ଫିଙ୍ଗିଦେଲେ। ଜଗତର ଶେଷ ସମୟରେ ମଧ୍ୟ ଠିକ୍ ସେହିପରି ଘଟିବ। ଦୂତମାନେ ବାହାରି ଆସି ଦୁଷ୍ଟମାନଙ୍କୁ ଧାର୍ମିକମାନଙ୍କ ମଧ୍ୟରୁ ପୃଥକ କରିବେ ଏବଂ ସେମାନଙ୍କୁ ଅଗ୍ନିକୁଣ୍ଡରେ ନିକ୍ଷିପ୍ତ କରିବେ। ସେଠାରେ କ୍ରନ୍ଦନ ତଥା ଦନ୍ତ କଡ଼ମଡ଼ ହେଉଥିବ। ତୁମେମାନେ ଏହିସବୁ କଥା ବୁଝିଲ କି? ସେମାନେ କହିଲେ ହଁ। ସେ ସେମାନଙ୍କୁ କହିଲେ, ସ୍ୱର୍ଗରାଜ୍ୟ ବିଷୟରେ ଶିକ୍ଷା ପାଇଥିବା ପ୍ରତ୍ୟେକ ଧର୍ମଶାସ୍ତ୍ରୀ ନିଜ ଭଣ୍ଡାରରୁ ନୂତନ ଏବଂ ପୁରାତନ ଦ୍ରବ୍ୟ ବାହାର କରି ଆଣୁଥିବା ଜଣେ ଗୃହକର୍ତ୍ତା ସଦୃଶ୍ୟ। ଏହି ସମସ୍ତ ଦୃଷ୍ଟାନ୍ତ ଶେଷ କରି ଯୀଶୁ ସେହି ସ୍ଥାନରୁ ପ୍ରସ୍ଥାନ କଲେ। ପ୍ରଭୁଙ୍କର ସୁସମାଚାର। ପ୍ରଭୁଙ୍କର ଜୟ। ଆସନ୍ତୁ ଆମେ ଗୋଟିଏ ମିନିଟ୍ ପ୍ରାର୍ଥନା କରିବା ଏବଂ ଏହି ବାଇବେଲ ଉପରେ ଆଜି ଆମେ ଅନୁଧ୍ୟାନ କରି ଧ୍ୟାନ କରିବା। ପ୍ରେମମୟ ସ୍ୱର୍ଗସ୍ଥ ପିତା, ସକଳ ଧନ୍ୟବାଦ ପ୍ରଶଂସା ମହିମା ଗୌରବ ହୋ ପ୍ରଭୁ। ଆଜି ପଠନ କରିଥିବା ଏ ବାକ୍ୟ ଉପରେ ଆଜି ମନନ ଚିନ୍ତନ କରିବା ପାଇଁ, ଶିକ୍ଷା ଦେବା ପାଇଁ ତୁମର ଆତ୍ମାକୁ ପ୍ରେରଣ କର। କାରଣ ଜନ ସୁସମାଚାର 14 ଅଧ୍ୟାୟ 26 ପଦରେ ତୁମେ କହିଲ, ଯେତେବେଳେ ସେହି ପବିତ୍ର ଆତ୍ମା ତୁମ ନିକଟକୁ ଆସିବେ, ସେ ତୁମମାନଙ୍କୁ ସମସ୍ତ ବିଷୟ ଶିକ୍ଷା ଦେବେ। ଆଜି ସେହି ଆତ୍ମାକୁ ପ୍ରେରଣ କର। ସେହି ଆତ୍ମା ମୋର ଜୀବ ମୁଖ ଦେଇ ଆମମାନଙ୍କୁ ଆଜିର ବିଷୟ ବୁଝାଇ ଦିଅନ୍ତୁ, ଶିକ୍ଷା ଦିଅନ୍ତୁ, ଯେପରି ଆମେ ତାକୁ ଶୁଣିବୁ, ଜାଣିବୁ ଏବଂ ଦୈନନ୍ଦିନ ଜୀବନରେ ତାକୁ କାର୍ଯ୍ୟକାରୀ କରି ଆମେ ଅନନ୍ତ ଜୀବନର ଅଧିକାରୀ ହେବୁ। ସେ ଅନୁଗ୍ରହ ପ୍ରଦାନ କର। ପ୍ରଭୁ ଯୀଶୁ ନାମରେ ମାଙ୍କ ମଧ୍ୟସ୍ଥ ଭିକ୍ଷା କରୁଛୁ ପିତା, ଆମେନ୍। ସ୍ନେହର ଭାଇ ଭଉଣୀମାନେ, ସୁନା ପରି ଦିଶୁଥିବା ସବୁ ଜିନିଷ ସୁନା ନାହିଁ। ହେଇପାରେ ପିତ୍ତଳ, ହେଇପାରେ ବା ଇମିଟେସନ ହେଇପାରେ, ନକଲି ହେଇପାରେ। ସବୁ ଜିନିଷ ସୁନା ପରି ଦିଶୁଥିବା ଜିନିଷ ସୁନା ନାହିଁ। ଠିକ୍ ସେହିପରି ଫୁଲ ପରି ଦିଶୁଥିବା ଜିନିଷ, ସବୁ ଜିନିଷ ପ୍ରକୃତର ଫୁଲ ଥାଏ। ତା ଭିତରେ ପ୍ଲାଷ୍ଟିକ ଫୁଲ ଥାଇପାରେ, ନକଲି ଫୁଲ ବି ଥାଇପାରେ। କେଉଁଟା ପ୍ଲାଷ୍ଟିକ ଫୁଲ, କେଉଁଟା ଅରିଜିନାଲ ଫୁଲ ଜାଣିବାଟା ବହୁତ ମୁସ୍କିଲ ଆଜିକାଲି। ତେବେ ଠିକ୍ ସେହିପରି ଜଗତରେ ଅନେକ ଭାଇ ଭଉଣୀମାନେ ଅଛନ୍ତି, ସେମାନେ ସମାଜ ଦୃଷ୍ଟିରେ, ମଣିଷ ଦୃଷ୍ଟିରେ ଧାର୍ମିକ ପରି ଦିଶୁଥିବେ, କିନ୍ତୁ ଈଶ୍ୱରଙ୍କ ଦୃଷ୍ଟିରେ ସେମାନେ ସେ ପ୍ରକାର ଧାର୍ମିକ ଲୋକ ନାହାନ୍ତି। ଉଦାହରଣ ସ୍ୱରୂପ, ଏଇ ଗତ କରୋନାରେ ଯେଉଁମାନେ ସମାଜରେ ଧାର୍ମିକ ଭାବରେ ଦେଖାଯାଉଥିଲେ, ସେମାନେ ଅଧିକାଂଶ ଲୋକ ମରିଗଲେ, କିନ୍ତୁ ଅନ୍ୟମାନେ କିଛି ହେଇନି। କାରଣ ସାମ ସଂଗୀତ 34 ଅଧ୍ୟାୟ 19 ପଦରେ ଲେଖାଯାଇଛି ଯେ ବିପଦ ଧାର୍ମିକ ପାଇଁ ଆସିବ ଏବଂ ପାପୀମାନଙ୍କ ପାଇଁ ଆସିବ। ଅନେକ ବିପଦ ଧାର୍ମିକ ଜୀବନରେ ଆସିବ, କିନ୍ତୁ ପରମେଶ୍ୱର ସେମାନଙ୍କୁ ସବୁ ବିପଦରୁ ଉଦ୍ଧାର କରିବେ। କରୋନା ଆସିଲା, ସେମାନଙ୍କୁ ଉଦ୍ଧାର କଲେ। କିନ୍ତୁ ଯେଉଁମାନେ ଧାର୍ମିକ, ପ୍ରକୃତ ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ନଥିବେ, ସେମାନେ ସେ ଦ୍ୱନ୍ଦ୍ୱରୁ, ସେ କଷ୍ଟରୁ, ସେ ସମସ୍ୟାରୁ ଶେଷ ହେଇଯିବେ। କରୋନା ବେମାର ସେୟା ହିଁ ହେଲା। ତେଣୁ ସ୍ନେହର ଭାଇ ଭଉଣୀମାନେ, କିଏ ଭଲ କିଏ ମନ୍ଦ ଜାଣିବାଟା ବହୁତ ମୁସ୍କିଲ। ସେଥିପାଇଁ ପ୍ରଥମ ଥେସଲୋନିୟ 5:21 ଏବଂ 22ରେ ସାଧୁ ପାଉଲ କହନ୍ତି, ସମସ୍ତ ବିଷୟକୁ ପରୀକ୍ଷା ନିରୀକ୍ଷା କର, ଭଲ ଜିନିଷ ଗ୍ରହଣ କରି ରଖ ଏବଂ ସବୁ ଖରାପ ଜିନିଷ ମନ୍ଦ ଠାରୁ ବହୁ ଦୂରେଇ ରହିଯାଅ। କାରଣ ଏ ଜଗତରେ ସବୁ କିଛି ନକଲି। ତେଣୁ କେଉଁଟା ନକଲି କେଉଁଟା ଅସଲି ଆମେ ଜାଣିବା ପାଇଁ ବହୁତ କଷ୍ଟ। ଆଜିକାଲି ଖାଦ୍ୟ ବି ନକଲି, ତେଲ ବି ନକଲି, ମେଡ଼ିସିନ ବି ନକଲି, ଡକ୍ଟର ବି ନକଲି, IAS ବି ନକଲି, ସବୁକିଛି ନକଲି। ଆଜି ଏଭଳି ଯେ
ଈଶ୍ୱର ମଧ୍ୟ ନକଲି ସବୁ ଲୋକ ଈଶ୍ୱର ଭଳି ପୂଜା କରନ୍ତି ସମସ୍ତେ ସତ୍ୟ ଈଶ୍ୱର ନୁହନ୍ତି। ତେଣୁ କୁହାଯାଏ ସବୁ ନଦୀ ନୁହେଁରେ ଗଙ୍ଗା, ସବୁ ବାନା ନୁହେଁରେ ତ୍ରିରଙ୍ଗା, ସତ୍ୟକୁ ଅସତ୍ୟକୁ ଚିହ୍ନି ନ ପାରିଲେ ଅନନ୍ତ ଜୀବନ ହେବ ବଡ଼ ମହଙ୍ଗା। କାରଣ ଏ ପୃଥିବୀରେ ଏ ଭାରତବର୍ଷରେ ଅନେକ ନଦୀ ଅଛି, ସବୁ ନଦୀ ଗଙ୍ଗା ନୁହେଁ। ଏ ଭାରତବର୍ଷରେ ଅନେକ ବାନା ମାନେ ପତାକା ଅଛି, କିନ୍ତୁ ସବୁ ପତାକା ଜାତୀୟ ପତାକା ନୁହଁ। କଂଗ୍ରେସ ପାର୍ଟିର ହେଇଥାଏ, ଜନତା ପାର୍ଟିର ହେଇଥାଏ, ମନ୍ଦିର ପର୍ଦ୍ଦା ହେଇଥାଏ, କିନ୍ତୁ ସବୁ ବାନା ତ୍ରିରଙ୍ଗା ନାହିଁ ବା ଜାତୀୟ ପତାକା ନାହିଁ। ତେବେ ସିନାହର ଭାଇ ଭଉଣୀ ଉଦାହରଣ ସ୍ୱରୂପ ଆମର ମାଛି ସୁଷମ 13-24-30 ପ୍ରଭୁ ଉପମା ଦେଲେ। ଜଣେ କୃଷକ ବୁଣି ଦେଇ ଗଲା, ଗହମ ବୁଣି ଗଲା, କିନ୍ତୁ ରାତିରେ ଶତ୍ରୁମାନେ ଆହୁରି ବାଳୁଙ୍ଗା ଗଛ ବି ବୁଣିଦେଲେ। ଯେତେବେଳେ ଗଛ ଉଠିଲା, କୋଉଟା ଗହମ ଗଛ କୋଉଟା ବାଳୁଙ୍ଗା ଗଛ ଜାଣି ହେଲା ନାହିଁ। ବାଳୁଙ୍ଗା ଗଛ ମଧ୍ୟ ଠିକ୍ ଗହମ ଗଛ ପରି ହିଁ ଦେଖାଯାଉଥିଲା। ତେଣୁ ମାଲିକ କହିଲେ ଉଭୟଙ୍କୁ ବଢ଼ିବାକୁ ଦିଅ, ଯେତେବେଳେ ଫଳ ଆରମ୍ଭ ହେବ ଜଣା ପଡ଼ିବ କୋଉଟା ଗହମ କୋଉଟା ବାଳୁଙ୍ଗା। ଯେତେବେଳେ ଫଳ ପାଚିବାକୁ ଆରମ୍ଭ କରିବ ପ୍ରଥମରେ ବାଳୁଙ୍ଗାକୁ ସଂଗ୍ରହ କରି ନିଆଁରେ ପୋଡ଼ି ଦିଅ, ତାପରେ ଗହମକୁ ଅମରେ ସାଇତି ରଖ। ଠିକ୍ ସେଇଭଳି ଆଜିର ସୁସମାଚାରରେ ସ୍ୱର୍ଗରାଜ୍ୟକୁ ପ୍ରଭୁ ଯୀଶୁ ଆଜି ଏକ ବଡ଼ ଜାଲ ସାଙ୍ଗରେ ସଦୃଶ ସମାନ କଲେ। ସମୁଦ୍ରରେ ଜାଲ ପକାଗଲା, ଜାଲ ଯେତେ ଟାଣିକି ଆଣିଲେ ବହୁତ ପ୍ରକାର ମାଛ ଆସିଲା, ଅକ୍ଟୋପସ୍ ଆସିଲା, ସାପ ଆସିଲା, ବିଭିନ୍ନ ପ୍ରକାର ଜୀବଜନ୍ତୁ, ଅନେକ କୋଟି ଜୀବଜନ୍ତୁ ଅନେକ ଆସିଲେ। ତାକୁ ସେ ଜାଲକୁ ଟାଣି ଆଣି ସେମାନେ ସମୁଦ୍ର କୂଳକୁ ଆଣି ଶୁଖିଲା ବାଲି ଆଡ଼କୁ ନେଲେ। ଭଲ ମାଛକୁ ଆଣିକି ସେମାନେ କୁଣ୍ଢେଇରେ ରଖିଲେ ବା ଫ୍ରିଜ୍ ବକ୍ସରେ ରଖିଲେ। ଆଉ ଯେଉଁଗୁଡ଼ାକ ଖାଦ୍ୟ ଉପଯୋଗୀ ନାହିଁ, ସାପ ଭଳି ଜିନିଷ ଗୁଡ଼ାକ ବା ଅନ୍ୟ ମାଛ ସେମାନେ କ'ଣ କଲେ, ଶୁଖିଲା ବାଲିରେ ପକାଇଦେଲେ। ଶୁଖିଲା ବାଲିର ତାତ୍ପର୍ଯ୍ୟ ହେଲା ନରକର ଅଗ୍ନି। ତେବେ ସ୍ନେହର ଭାଇ ଭଉଣୀ, ଆମର ଜଗତର ଶେଷ ସମୟରେ ସ୍ୱର୍ଗର ଦୂତମାନେ ଆସିବେ। ସର୍ବପ୍ରଥମରେ ପାପୀମାନେ କିଏ ଧାର୍ମିକମାନଙ୍କୁ ପୃଥକ କରାହେବ। ପ୍ରଥମରେ ଦୁଷ୍ଟମାନଙ୍କୁ ପାପୀମାନଙ୍କୁ ନେଇ ଦୂତମାନେ ନେଇ ଅନନ୍ତ ଅଗ୍ନିରେ ନିକ୍ଷିପ୍ତ କରିବେ। କିନ୍ତୁ ଯେଉଁମାନେ ଈଶ୍ୱରଙ୍କର ମନୋନୀତ ଦାସ ଦାସୀ ପବିତ୍ର ବଂଶଧର ସେମାନଙ୍କୁ ସ୍ୱର୍ଗ ରାଜ୍ୟକୁ ନିଆଯିବ। ତେବେ ସ୍ନେହର ଭାଇ ଭଉଣୀମାନେ, ଏଇ ସୁସମାଚାରରେ ଆମକୁ କ'ଣ ପ୍ରଭୁ ଆମକୁ କ'ଣ ଠିକ୍ ଶିକ୍ଷା କ'ଣ ଶିକ୍ଷା ଦେଇଛନ୍ତି? ଯଦି ଆମେ କିଏ ଭଲ କିଏ ମନ୍ଦ ଜାଣିବା କି ପ୍ରକାର, ଉଦାହରଣ ସ୍ୱରୂପ ମାଥ୍ୟୁ ସୁସମାଚାର 7:22-23, ମାଥ୍ୟୁ ସୁସମାଚାର 7:21 ପ୍ରଭୁ ଯୀଶୁ କହିଲେ, ପ୍ରଭୁ କହୁଥିବା ସମସ୍ତେ ସ୍ୱର୍ଗ ରାଜ୍ୟକୁ ଯିବେ ନାହିଁ। ମାଥ୍ୟୁ 7:22 କୁହାଗଲା, ଶେଷ ଦିନରେ ଅନେକ ଯୀଶୁଙ୍କ ନିକଟ ଆସି କହିବେ, ପ୍ରଭୁ ଆମେ ତୋ ନାଁରେ ଭୂତ ଛଡ଼ଉଥିଲୁ, ଆମେ ତୋ ନାଁରେ ମିରାକେଲ କରୁଥିଲୁ, ଆଶ୍ଚର୍ଯ୍ୟ କର୍ମ କରୁଥିଲୁ। ସେମାନଙ୍କୁ ମଧ୍ୟ ଯୀଶୁ କହିବେ, ରେ ଦୁରାଚାରୀ ତମେ କୋଉଠୁ ଆସିଛ ଜାଣିନ, ଗେଟ୍ ଆଉଟ୍। ହେଇପାରେ ସେମାନେ ଆଶ୍ଚର୍ଯ୍ୟ କର୍ମ କରୁଥିଲେ କି ଭୂତ ବିତାଡ଼ିତ କରୁଥିଲେ କି ରୋଗୀ ସୁସ୍ଥ କରୁଥିଲେ କି ପ୍ରଭୁଙ୍କ ନାମରେ ସେବା କରୁଥିଲେ, କିନ୍ତୁ ସେମାନେ ପବିତ୍ର ଜୀବନ ଯାପନ କରନ୍ତି। ଈଶ୍ୱରଙ୍କ ଦୃଷ୍ଟିରେ ସେମାନେ ଠିକ୍ ନଥିଲେ। ପ୍ରଥମରେ ସେମାନେ ଭଲ ଥିଲେ, ପ୍ରଭୁ ସେମାନଙ୍କୁ ପବିତ୍ର ଆତ୍ମାର ଦାନ ଦେଲେ। ସେ ପବିତ୍ର ଆତ୍ମା ଦାନ ସେ ଶକ୍ତିରେ ସେମାନେ ଆଶ୍ଚର୍ଯ୍ୟ କର୍ମ କରି ଚାଲିଲେ, କିନ୍ତୁ କାଳକ୍ରମେ ସେମାନେ କ'ଣ କଲେ, ଈଶ୍ୱରଙ୍କ ପ୍ରତି ସେମାନେ ଅବମାନନା କଲେ, ଆଜ୍ଞା ଲଙ୍ଘନ କଲେ, ପାପ କଲେ, ଗର୍ବ କଲେ, ଅପବିତ୍ର କାମ, ଧାର୍ମିକ ଜୀବନ ଯାପନ ନ କରିବାରୁ ସେମାନଙ୍କ ଠାରୁ ପବିତ୍ର ଆତ୍ମା ଛାଡ଼ି ଚାଲିଗଲେ। ପବିତ୍ର ଆତ୍ମା ପାଇବାଟା ଗୋଟେ ଭିନ୍ନ ବିଷୟ, ପବିତ୍ର ଆତ୍ମାର ଶକ୍ତି ପାଇ କାମ ଗୋଟେ ଅଲଗା ବିଷୟ। ଆମେ ମିରାକେଲ ବି କରିପାରୁଥାଉ, ଭୂତ ଛଡ଼େଇ ଥାଉପାରେ, ରୋଗୀ ସୁସ୍ଥ କରିବାକୁ ଶକ୍ତି ବି ଥାଇପାରେ, କିନ୍ତୁ ଯଦି ଆମର କାର୍ଯ୍ୟରେ ପବିତ୍ର ଆତ୍ମା ନଥିବେ, ଆମ ପାଖରେ ପବିତ୍ର ଆତ୍ମା ଯଦି ନଥିବେ, ଆମର ସେ ଆଶ୍ଚର୍ଯ୍ୟ କର୍ମର ଦ୍ୱାରା ମଧ୍ୟ ଆମେ ସ୍ୱର୍ଗକୁ ଯାଇପାରିବା ନାହିଁ। ଆଜିର ସେୟା ହିଁ କୁହାହେଉଛି। ଅନେକ ଲୋକ ଆସିବେ, ପ୍ରଭୁ ମୁଁ ତୁମ ନାଁରେ ସେ ବହୁତ ବଡ଼ କାମ କଲି। ପ୍ରଭୁ ସେମାନେ କହୁଛନ୍ତି, ତୁମେ କେଉଁଠୁ ଆସିଛ ମୁଁ ଜାଣିନାହିଁ। ତେଣୁ ସ୍ନେହର ଭାଇ ଭଉଣୀମାନେ, ଆମେ ଧାର୍ମିକ ଜୀବନ ଯାପନ କରିବା ଆରମ୍ଭ କରିବାଟା ବଡ଼ କଥା ନାହିଁ। ଆରମ୍ଭଟା ବଡ଼ କଥା ନାହିଁ, ସେଇ ବିଶ୍ୱାସରେ ସେଇ ଧର୍ମରେ ଆମେ ଜୀବନ ଶେଷ ପର୍ଯ୍ୟନ୍ତ ଅଛୁ କି ନ ଅଛୁ ସେଇଟା ହିଁ ବଡ଼ କଥା। କାରଣ ଅନେକ ଲୋକ ଭଲ ଭାବରେ କାମ ଆରମ୍ଭ କରନ୍ତି, କିନ୍ତୁ ଶେଷରେ ସେମାନେ ବଦଳି ଯାଆନ୍ତି। ସେଥିପାଇଁ ସାଧୁ ପାଉଲ ଆପଣଙ୍କର 2 ତିମୋଥୀ 4:7-8 କହନ୍ତି, ମୁଁ ଏକ ଭଲ ଯୁଦ୍ଧ ଲଢ଼େଇ କରିଛି, ଭଲ ଦୌଡ଼ରେ ଦୌଡ଼ି ସାରିଛି ଏବଂ ମୋର ବିଶ୍ୱାସ ମୁଁ ବଞ୍ଚେଇ ରଖିଛି, ଏବଂ ପ୍ରଭୁ ଯୀଶୁ ମୋତେ ଧାର୍ମିକର ମୁକୁଟ ରଖିଦେଇଛନ୍ତି, ମୁଁ ସେଇ ମୁକୁଟ ମୋ ପାଇବି। ସ୍ନେହର ଭାଇ ଭଉଣୀମାନେ,
आमे ख्रीस्टियान जीवन यापन केमिति कलु सेटा बड़ कथा ना आमे ख्रीस्टियान जीवन यापन शेष पर्यंत कलु कि न कलु से बड़ कथा अनेक से आग लोक पछ हे पछ लोक आग हे स्नेहर भाई भूणी मैंने आमे लोक मान को भल लोक किए मंद लोक आम जाना केमती माथ्यू 7:17-20 लिखा जाए भल गछर भल फल फले खराब गछर फल फल फलर आम जाना किए भल लोक किए मंद फल माने कौन आंब पणस पिजुली से फल नुह गालेपियो 5:22-23 पवित्र आत्मा 9टा फल विषय लिखा जाइए प्रेम शांति आनंद दीर्घ सहिष्णुता परोपकारिता मृदुता आत्मसंयत ये जो मान ए गुण जाक रही से माने ही ईश्वर से भल लोक से ईश्वर मनोनीत दास दासी मैंने किंतु अनेक लोक मैंने धार्मिक उपर देखा जाऊे बाइबल धरी बुलूे प्रार्थना करुवे किंतु से मैंने ईश्वर दृष्टि धार्मिक नुह कारण से जीवन में से परिवार रे आनंद ना शांति ना प्रेम ना से अन्य घृणा करती दीर्घ सहित संयत ना से आत्मसंयत ना कि दीर्घ सहिष्णुता से ना से मैंने ठीक लोक ना तेणुक यदि आम मान को साधु पाउल प्रथम थेसलोनिके 5:21-22 कहती सब जिन परीक्षा निरीक्षा कर भल लोक भल जिन ग्रहण कर एवं खराब लोक ठार तुम मैंने दूरे जाओ तेणु स्नेहर भाई भूणी मैंने आम से प्रकार जो जीवन आरंभ कर जो ख्रीस्टियान जीवन आरंभ कर शेष पर्यंत सेमती आम विश्वास रहा तेज परित्राण पाइबा कारण देखो माथ्यू 24:11-12 देखो से लिखा यीशु कहले जगत शेष समय अनेक भंड भाववादी अनेक भंड प्रचारक बाहर से अर्थ को अनर्थ कर प्रचार करेंगे अनेक परीक्षा निरीक्षा करेंगे अनेक विशृंखलार कार्य हेब एवं अनेक लोक प्रेम शीतल पड़ो परीक्षा निरीक्षा किंतु जो मैंने शेष पर्यंत धैर्य धरी रे गोटे विश्वास रे से माने ही परित्राण पाइबे आसो समस्त जीवन में परीक्षा आसो प्रलोभन आसो झड़ आसो झता आसो किंतु से सब झड़ तोफान मध्य से समस्या मध्य भी आम जीशु जो विश्वास रखीचु से विश्वास बंचे रखार अच्छी जदि विश्वास हरईदेलु ताहले आम हरीजा तेणुक आज उपमा आज सुसमाचार प्रभु कौन कहले पुरातन एवं नूतन नियम जहाँ धंपद रही ज्ञान अच्छी से सब तार अर्थ है पुरातन बाइबल जहाँ अच्छी नूतन बाइबल जहाँ अच्छी से सब को आम बाहर कर व्यवहार करके आम धार्मिक जीवन यापन कर तेज स्नेहर भाई भूणी मैंने आज विशेष कर आमको शिक्षा दे आम जगत शेष समय कि प्रकार आम मान जीवन में हेब दूत मैंने आसवे जाल पकड़ा समस्त संग्रह करेंगे प्रथम खराब लोक पापी मान को दुष्ट मान को जो मैंने ईश्वर दृष्टि ठीक लोक नहीं से बाहर कर अनंत अग्नि निक्षिप्त करागला ईश्वर दास दासी जो मैंने मनोनीत प्रभुकर दास दासी से परमेश्वर आसी पास स्वर्ग राज्य को तेणु आज विशेषकर आज सुसमाचार आम मान को शिक्षा दिखती जे आम जो विश्वास जीवन यापन आरंभ करूँ से विश्वास आम शेष पर्यंत रहा अनेक अणमंडली लोक मैंने आसवे अण काथलिक लोक मैंने आसवे अर्थ को अनर्थ कहीकि आपण काथलिक विश्वास दूरे नेबे हो पारे एवं अन्य मंडली को टाणी नेबे जो मंडली को पाप स्वीकार व्यवस्था नहीं जो मंडली रे दिव्य प्रसाद आराधना नहीं जो मंडली रे मृत्यु को प्रार्थना नहीं जो मंडली रे उपवास प्रार्थना नहीं कि जो मंडली रे महामारिया भी नहांती कि जो मंडली रे नीति नियम जो मंडली रे पूर्णांग बाइबल मध्य नहीं आ पाप स्वीकार संस्कार मध्य सेवन करना आदि आम जब निजर पाप जब आम पाप स्वीकार करा न जापे ताहले पाप को नहीं तो आम के स्वर्ग राज्य प्रवेश कर तेणु स्नेहर भाई भूणी मैंने आज आम माथ्यू सुसमाचार प्रथम थेसलोनिके 5:21-22 साधु पाउल कहते तेणुक परीक्षा निरीह कर किए ओरिजिनल किए डुप्लिकेट किए सत्य किए असत्य किए भल किए मंद आमको जाना पड़ो से मुझे प्रथम कहली सबू नदी नुहे रे गंगा सबू बाना नुहे रे त्रिरंगा सत्य असत्य चिन्ह न पारे अनंत जीवन हेब बड़ महंगा तेणु स्नेहर भाई भूणी मैंने आम समीक्षा करवा
आम ठीक रास्तार अच्छु कि ना आम भूल रास्तार अच्छु अंतिम दिन में जगत शेष समय तुमने आसी आमको जेपरी स्वर्ग राज्य को नापी आम बाछिकी ने से अनुकूल पाइबा आम प्रार्थना कर चेष्टा करवा। तेज स्नेहर भाई भूणी मैंने आम ये वाक्य को आधारित कर वाक्य भित्तिक संस्कार भित्तिक जीवन यापन करवा। साधु पाउल जो भाई कहले मु एक दौड़ दौड़ी एक युद्ध युद्ध लड़ी एवं दौड़ में दौड़ी सारी एवं मोर विश्वास को बंचे रखी से विश्वास को आम शेष वक्त धैर्य धरी रखिपार तेज जाकि आम मान मनोनीत धार्मिक मुकुट आम मान परमेश्वर देवे। तेणु स्नेहर भाई भूणी मैंने प्रभु आम मान शिक्षा दिंतु जेपरी आम शेष दिन में आम उद्धार पाइपर शेष परीक्षा आम विजयी हो पार जो दूत मैंने आसवे जेपरी आम स्वर्ग राज्य नापी आमको जपरी मनोनीत हो पारे से आम से प्रकार जीवन यापन करिया। कैथोलिक विश्वास अनुसार वाक्य भित्तिक संस्कार भित्तिक जीवन यापन करवा। अनेक भंड आसवे अनेक मिछ आसवे अनेक अनेक कथा कहे भल को मंद को आम परीक्षा करवा भल को ग्रहण करवा एवं खराब को आम दूरे देवा। एभली जे जहनकर द्वितीय पत्र गोटे अध्याय अच्छी 9-10-11 लेखे अच्छी जदि कही जीशुंकर शिक्षा व्यतीत अन्य प्रकार उल्टा प्रकार शिक्षा नहीं कि आसे ताकू नमस्कार करिवो नहीं कि घरे पुरेबो नहीं। जदि ताकू नमस्कार कर घरे पुरेबे ए प्रकार वाक्य को माने वाक्य से धर्म बाइबल को ए प्रकार भाषण ए प्रकार शिक्षा देवे जो अर्थ को अनर्थ कर विभ्रांत कर शिक्षा देकी आम रखि विश्वास चोरई ने विश्वास चोरी हो आम जीवन में विश्वास बहुत मूल्यवान जिनस से विश्वास जमी आम जमी पतन न हो ए विश्वास जमी न हरब से आम संग्राम कर रहा ताहले आम विश्वास बंचे रखिले ही आम शेष पर्यंत आम परित्राण पाए। कारण माथ्यू 24:13 कहले जगत शेष पर्यंत जी धैर्य धरी रे गोटे विश्वास धैर्य धरी रे से ही परित्राण पाए। तेणु आम से प्रकार जीवन यापन करवा तेरे आम निश्चय मनोनीत होगा उद्धार पाइबा। प्रभु आम को समस्त को आशीर्वाद करंतु। आपण मैंने गुड हियरिंग भल भाव शुणी समस्त धन्यवाद दे रही। जय जीशु।